এই আন্দোলনটা বন্ধ রাখবা যদি সে দাবিটা যদি নি মানে এটা আমার ওড়িশা ড্রাইভর মহাসংঘ তরফରୁ ଆମେ ପାଟନାଗଡ଼ ବ୍ଲକରୁ ଏଇଟା ଆମେ ଆମର ଦାବି ପୂରଣର ଲାଗି ଆମେ ସବୁ ଲେଟର ଆଜ୍ଞା ଠାନକେ ଏଇଟା ଆମେ ଆସିଥିଲୁ। ଆଗରୁ ତ ଆମର ନବୀନ ସରକାର ଆଜ୍ଞା ଆଗରୁ ଯେନ୍ଟା ଥିଲେ ସେ ଆମର ତିନିଟା ଦାବି ପୂରଣ କରିଛନ୍। ଆରୁ ଏହା ଯେନ୍ଟା ଆମର 7ଟା ଦାବି ଆଉ ଯେନ୍ଟା ଡବଲ ଇଞ୍ଜିନ୍ ସରକାର ଅଛନ୍ ସେ ଆପଣମାନଙ୍କର ମିଡ଼ିଆ ମାଧ୍ୟମ ଥ୍ରୁରୁ ଆମେ ଜଣାବାର୍ ଲାଗି ଚାହୁଁଛୁ ଯେନ୍ଟାକି ଆମର 7ଟା ଦାବି ଆମେ ରଖିଛୁଁ। ଯେନ୍ଥିରେ କି ଅଛେ ଆମର ଓଡ଼ିଶା ଡ୍ରାଇଭର ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ୱାର୍କ ୱେଲ୍ ବୋର୍ଡ଼ର ଅଟୋ ଡ୍ରାଇଭର ମାନଙ୍କୁ ସାମିଲ କରାଯାଉ। 2 ନମ୍ବର ଜିନିଷ ହେଲା ଜନସାଧାରଣର ଆକ୍ରୋଶ ଶିକାର ହେଉଥିବା ଡ୍ରାଇଭର ସମାଜର ସୁରକ୍ଷା ପାଇଁ ଆମର ଗୋଟେ ଆଇନ ତିଆର କରାଯାଉ। ଦ୍ରୁତ ଗତିରେ ଡ୍ରାଇଭରଙ୍କୁ 60 ବର୍ଷ ବୟସ ପରେ ସ୍ୱତନ୍ତ୍ର ଭତ୍ତା ପ୍ରଦାନ କରାଯାଉ। 4 ନମ୍ବର ହେଲା ଗାଡ଼ି ପାର୍କିଂ ଏବଂ ଡ୍ରାଇଭର ମାନଙ୍କ ବିଶ୍ରାମ ନେବା ପାଇଁ ସହିତ ବିଶ୍ରାମଗାର ଓ ଶୌଚାଳୟର ବ୍ୟବସ୍ଥା ପ୍ରତି 100 କିଲୋମିଟରରେ ଅନ୍ତରରେ କରାଯାଉ। 5 ନମ୍ବର ହେଲା ଓଡ଼ିଶା ଡ୍ରାଇଭର ଥିବା ପ୍ରତ୍ୟେକ ଖଣି ଖାଦନ ଏବଂ କାରଖାନା ଗୁଡ଼ିକରେ 70% ଓଡ଼ିଶା ଡ୍ରାଇଭର ମାନଙ୍କୁ କାମ କରିବା ପାଇଁ ଆଗ୍ରହ ଅଧିକାର ଦିଆଯାଉ। ଆଉ 6 ନମ୍ବର ହେଲା ସେପ୍ଟେମ୍ବର 1 ତାରିଖକୁ ଜାତୀୟ ଡ୍ରାଇଭର ଦିବସ ରୂପେ ଘୋଷଣା କରାଯାଉ। 7 ନମ୍ବର ହେଲା ଗାଡ଼ିର କାଗଜପତ୍ର ଯାଞ୍ଚ କରିବାର କ୍ଷମତାକୁ ପୁଲିସ ବିଭାଗକୁ ନ ଦିଆଯାଉ। ସେଥିପ୍ରତି ଆମେ ଆପଣମାନଙ୍କର ଜରିଆରେ ଓଡ଼ିଶା ସରକାରଙ୍କୁ ଆମେ ଜଣାଇବାକୁ ଚାହୁଁଛୁ। ଦିନରେ ଆମର ଓଡ଼ିଶା ଡ୍ରାଇଭର ମହାସଂଘ ପଦକ୍ଷେପ ନେଇଛୁ ଏଥିର୍ଲାଗି ଯେ ଜୁଲାଇ 8 ତାରିଖରେ ଆମେ ଗୋଟେ ଓଡ଼ିଶା ଡ୍ରାଇଭର ମହାସଂଘ ଷ୍ଟ୍ରାଇକ୍ ଆନ୍ଦୋଳନ ଯେନ୍ଟାକି ଷ୍ଟେରିଂ ଛାଡ଼ ଆନ୍ଦୋଳନରେ ଆମେ କରବାକେ ଯାଉଛୁ। ଯଦି ନି ହେବା ସେଟା ଷ୍ଟେରିଂ ଛାଡ଼ ଆନ୍ଦୋଳନ କରାଯିବା, ସେଟା ଅନିର୍ଦ୍ଦିଷ୍ଟ କାଳ ପାଇଁ କରାଯିବା।